ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିକୁ ଦେବସ୍ନାନ ପୂର୍ଣ୍ଣିମା କୁହାଯାଏ। ଏହି ଦିନ ପ୍ରଭୁ 108 ଗରା ସୁବାସିତ ଜଳରେ ସୁବର୍ଣ୍ଣ କଳସରେ ସ୍ନାନ କରନ୍ତି। 35 ଗରା ପ୍ରଭୁ ଜଗନ୍ନାଥ, 33 ଗରା ପ୍ରଭୁ ବଳଭଦ୍ର ଏବଂ 22 ଗରା ମା ସୁଭଦ୍ରା, 18 ଗରା ଜଳରେ ସୁଦର୍ଶନଙ୍କୁ ସ୍ନାନ କରାଯାଏ। ଏହାପରେ ଗଜାନନ ବେଶ ବା ଗଣେଶ ବେଶ କରାଯାଏ। ପ୍ରଭୁଙ୍କୁ ଶ୍ରୀଙ୍ଗାର, ପୁଷ୍ପ, ଭୋଗ, ଆଳତି ଅର୍ପଣ କରାଯାଏ। ରାତିରେ ପ୍ରଭୁଙ୍କୁ ଜ୍ୱର ଆସିଥାଏ, ତେଣୁ ଅଣସର ଗୃହରେ ପ୍ରଭୁଙ୍କୁ 15 ଦିନ ପାଇଁ ରଖାଯାଏ। ଏହି ସମୟରେ ପ୍ରଭୁଙ୍କର ବହୁତ ସେବା କରାଯାଏ। ଶ୍ରୀମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ ପ୍ରଭୁଙ୍କର ଆଉ ଦର୍ଶନ ହୁଏନି। ଏହି ସମୟରେ ପଟିଦିଅଁଙ୍କୁ ପୂଜା ଏବଂ ଦର୍ଶନ କରାଯାଏ। ପ୍ରଭୁ ଅଲାରନାଥ ରୂପରେ ଏହି ସମୟରେ ଦର୍ଶନ ଦେଇଥାନ୍ତି ଭକ୍ତମାନଙ୍କୁ।